ଜୀବନରେ ଅନେକ କିଛି ଘଟଣା ଘଟେ। ସେଇ ସବୁ ଘଟଣା ଏତେ ପ୍ରଭାବଶାଳୀ ଥାଏ ଯେ ଆମେ ସହଜରେ ସବୁ କଥା ଗ୍ରହଣ କରିପାରୁନା। ସେସବୁକୁ ବୁଝିବାକୁ ବେଳେବେଳେ ବୟସ ହୋଇନଥାଏ। ପୁଣି ବୟସ ହୋଇଥିଲେ ବି ବୁଝିବାକୁ ଚେଷ୍ଟା କରୁନି। ଯେତେବେଳେ ସେସବୁକୁ ବୁଝିପାରୁ ସେତେବେଳକୁ ଜୀବନରେ ଅନେକ କିଛି ଘଟି ସାରିଥାଏ। ହାତରୁ ଖସି ଯାଇଥାଏ ସେ ସମୟ। ଆମେ ଚାହିଁଲେ ବି ସେ ସମୟକୁ ଲେଉଟାଇ ପାରୁନା। ସେତେବେଳକୁ ଏକମାତ୍ର ବାଟ ସାଜେ ପାଶ୍ଚାତାପ। ଆଜି ସେମିତି ବିଶ୍ୱାସ ଅବିଶ୍ୱାସ, ସଂଘର୍ଷ ଓ ସଂଘାତକୁ ନେଇ ଏକ ଘଟଣା କହିବାକୁ ଯାଉଛି, ଯାହା ଶୁଣି ଆପଣଙ୍କ ହୋସ୍ ଉଡ଼ିଯିବ। କିଛି ସମୟ ଆପଣଙ୍କୁ ବି ଚିନ୍ତା କରିବାକୁ ଖୋରାକ ଯୋଗାଇବ। ମୋ ନାଁ ପ୍ରୀତି। ଆଜି ଆପଣଙ୍କୁ ଭୋଗିଥିବା ଏକ କଥା କହିବାକୁ ଯାଉଛି, ଯାହା ମୋତେ ସତ, ଆପଣଙ୍କୁ ମିଛ ଲାଗିପାରେ। କିନ୍ତୁ ଏହାକୁ ଆପଣ ଶେଷ ଯାଏଁ ଶୁଣିବାକୁ ଏଡ଼ାଇ ଯାଇପାରିବେନି। ମୋ ବାପା ମୋତେ ବହୁତ ଭଲ ପାଉଥିଲେ। ତାଙ୍କ କୋଳରେ ମୁଁ ବଢ଼ିଛି। କିନ୍ତୁ ଏ ସୁଖ ମୋ ପାଇଁ ବେଶୀ ଦିନର ନଥିଲା। କାରଣ ମୋ ବାପା ମୁଁ ଛୋଟ ଥିଲାବେଳେ ଆରପାରିକୁ ଚାଲି ଯାଇଥିଲେ ଏକ ଦୁର୍ଘଟଣାରେ। ମୁଁ ଛେଉଣ୍ଡ ହୋଇଯାଇଥିଲି। ମୋତେ ସେତେବେଳକୁ ମାତ୍ର 8 ବର୍ଷ ବୟସ ହୋଇଥିଲା। ଏହାପରେ ଆମ ଜୀବନରେ ସବୁକିଛି ପରିବର୍ତ୍ତନ ହୋଇଗଲା। ବାପାଙ୍କ ମୃତ୍ୟୁ ପରେ ମା ଆଉ ଜଣଙ୍କୁ ଦ୍ୱିତୀୟ ବିବାହ କଲେ। କିନ୍ତୁ ମାଙ୍କର ଏଇ ନିଷ୍ପତ୍ତିକୁ ମୁଁ ସହଜରେ ଗ୍ରହଣ କରିପାରିନଥିଲି। ହେଲେ ଜଣେ ଅଳ୍ପ ବୟସର ସ୍ତ୍ରୀ ଲୋକ ଛୋଟ ପିଲାକୁ ନେଇ କିପରି ରହିବ? ଏଇ କଥା ପାଇଁ ମା ଆଉ ଜଣକୁ ଦ୍ୱିତୀୟ ବିବାହ କଲେ। ମା ଯେଉଁ ବ୍ୟକ୍ତିଙ୍କ ସହ ବିବାହ କଲେ ତାଙ୍କୁ ମୋତେ ଜମାରୁ ପସନ୍ଦ ଆସୁନଥିଲେ। ମୁଁ ତାଙ୍କୁ ଗ୍ରହଣ କରିପାରୁନଥିଲି। ବାପାଙ୍କର ଯେଉଁ ଆଦର ମିଳିଥିଲା ସେ କଥା ଆଉ କିଏ ଦେଇପାରିବ, ମୁଁ କାହିଁକି ଭାବି ପାରୁନଥିଲି। ମା ଦ୍ୱିତୀୟ ବିବାହ ପରେ ମୁଁ ସାବତ ବାପାଙ୍କୁ କେବେ ବି ବାପା ବୋଲି ଡାକି ପାରୁନଥିଲି। ଅନେକ ଥର କହିଲା ପରେ ବି ମୁଁ ସ୍ୱୀକାର କରିପାରୁନଥିଲି ଯେ ଇଏ ମୋର ବାପା। କାରଣ ମୋ ବାପା ଦୁର୍ଘଟଣାରେ ଚାଲି ଯାଇଥିଲେ। ଏଇ କଥା ମୋ ମନରେ ଘର କରି ସାରିଥିଲା। ସେ ଖାଲି ମୋ ମାଙ୍କର ଦ୍ୱିତୀୟ ସ୍ୱାମୀ ଥିଲେ। ତାଙ୍କର ଗୋଟେ ପୁଅ ଥିଲା, ଯିଏ ମୋ ଠାରୁ ଛୋଟ। ସିଏ ଏଜେନ୍ସି କାମ କରୁଥିଲା। ତେଣୁ ଟୁର୍ ପାଇଁ ଘରୁ ସବୁବେଳେ ଦୂରରେ ରହୁଥିଲା। ମୁଁ ସେମାନଙ୍କ ବିଷୟରେ ବେଶୀ କିଛି ଭାବି ପାରୁନଥିଲି। ମୋର ସାବତ ବାପା ଯେତେବେଳେ ମୋ ସହ କଥା ହେବାକୁ ପାଖକୁ ଆସୁଥିଲେ, ମୁଁ ତାଙ୍କ ସହ କଥାବାର୍ତ୍ତା କରୁନଥିଲି। ମୋର ଏଇ ଭାବ ଠଉରାଇ ପାରିଥିଲା ମା। ମୋ ଭିତରେ ଏକଲାପଣ ମା ବୁଝିପାରିଥିଲା। ଘରେ ଏମିତି କିଛି ଚାଲିବାରୁ ମା ଏସବୁକୁ ଦେଖି ମାଉସୀ ଘରକୁ ପଠାଇ ଦେଇଥିଲା ମୋତେ। ଯେଉଁଠି ମୋର ପାଠପଢ଼ା ହେଲା, ମୋର ଅଧିକାଂଶ ସମୟ କଟିଥିଲା ମାଉସୀ ଘରେ। ପାଠପଢ଼ା ସହ ମୁଁ ମାଉସୀ ଘରେ ପଢ଼ିଥିଲି। ମୋର ଅଳିଅର୍ଦ୍ଦଳି ସେଇ ମାଉସୀ ଉଠାଇଥିଲା ଦୀର୍ଘ ଦିନ ଧରି। କେବଳ ମା ଦ୍ୱିତୀୟ ବିବାହ କରିଥିବା ପୁରୁଷକୁ ବାପା ଡାକି ପାରିଲେନି ବୋଲି ଏତେ କଥା ଘଟୁଥିଲା ମୋ ଜୀବନରେ। ମାଉସୀ ଘରେ ସବୁ ଠିକ୍ଠାକ୍ ଚାଲିଥିଲା। ଧୀରେ ଧୀରେ ବଡ଼ ହେଉଥିଲି। ପାଠପଢ଼ା ସରିଲା। ଏ ଭିତରେ ବାବୁ ନାମକ ଯୁବକ ସହ ହେଲା ମୋର ଦେଖା ସାକ୍ଷାତ। ଦେଖା ସାକ୍ଷାତରୁ ହୋଇଥିଲା ପ୍ରେମ। ଯିଏ ମାଉସୀ ରହୁଥିବା ସହରକୁ ଆସିଥିଲା ନୂଆ ନୂଆ। ଯୋଗକୁ ମାଉସୀ ଘର ନିକଟରେ ରହୁଥିଲା ସିଏ। ସେଇଠୁ ଦେଖା ସାକ୍ଷାତରୁ ଚିହ୍ନା ଜଣାରୁ ପ୍ରେମ ହୋଇଥିଲା ବାବୁ ସହ। ଭଲ ପାଇବା ଏତେ ବଢ଼ି ଯାଇଥିଲା ଯେ ମୁଁ ଭାବି ନେଇଥିଲି ବାବୁ ସହ ମୋର ବିବାହ ହେବ, ଯିଏକି ମୋ ଠାରୁ ବଡ଼ ଥିଲା 5 ବର୍ଷ। ଏ କଥା ଘରେ ଜଣାଇ ଦେଇଥିଲି ମୁଁ। ମା ମୋ କଥା ଶୁଣି ପ୍ରସ୍ତାବରେ ଏକ ପ୍ରକାର ରାଜି ହୋଇଯାଇଥିଲା। ମା କହିଲା, ଠିକ୍ ଅଛି, ସେ ପିଲା ସହିତ କଥାବାର୍ତ୍ତା ହେବା। ବାବୁକୁ ମା ସହ ଭେଟ କରାଇବାକୁ ଦିନେ ଘରକୁ ଡକାଇଲି। ସେ ଅନାଥ ଥିବାରୁ ତାର କେହି ସମ୍ପର୍କୀୟ ଆସିନଥିଲେ। ତେଣୁ ସେ ଏକୁଟିଆ ଆମ ଘରକୁ ଆସିଥିଲା ବିବାହ ପ୍ରସ୍ତାବ ସମ୍ପର୍କରେ କଥାବାର୍ତ୍ତା କରିବାକୁ। ମୁଁ ଚାହୁଁଥିଲି ବାବୁକୁ ଦେଖି ମା ଖାଲି ପସନ୍ଦ କରୁ, ପ୍ରସ୍ତାବରେ ରାଜି ହୋଇଯାଉ। ସାବତ ବାପାଙ୍କ ହଁ ନାହିଁ ସହ ମୋର କୌଣସି ସମ୍ପର୍କ ନଥିଲା। ତଥାପି ବାବୁ ଆସିବା ଦିନ ସେ ସେଠାରେ ଉପସ୍ଥିତ ଥିଲେ। କଥାବାର୍ତ୍ତା ହେଲା। ମାକୁ ବାବୁ ପସନ୍ଦ ଆସିଥିଲା। କଥାବାର୍ତ୍ତା ସାରି ଘରୁ ଚାଲିଗଲା ବାବୁ। ମୁଁ ଖୁସି ହେଉଥିଲି ମନେ ମନେ। ଯାହା ହେଉ, ବାବୁ ସହ ମୋର ବିବାହ ହୋଇଯିବ। କଥାବାର୍ତ୍ତା ସାରି ମା ବି କୌଣସି କାମରେ ଘରୁ ବାହାରକୁ ଚାଲି ଯାଇଥିଲା। ଏହି ସମୟରେ ମୁଁ ଘରେ ଏକୁଟିଆ ଥିଲି। ସେତିକିବେଳେ ଯାହା ଘଟିଲା ମୁଁ ବିଶ୍ୱାସ କରିପାରିଲି ନାହିଁ। ସେମିତି କିଛି ଘଟିବ ବୋଲି
ମୁଁ ଆଶା କରୁନଥିଲି। ମୋ ମୁଣ୍ଡରେ ଯେମିତି ବଜ୍ର ପଡ଼ିଲା ପରି ଲାଗିଲା। କାରଣ ଏ ସମ୍ପର୍କ ଉପରେ ଲାଗି ସାରିଥିଲା ନଜର, ଯାହା ସମ୍ପର୍କ ଯୋଡ଼ିବା ଉପରେ ଘନେଇବାକୁ ଆରମ୍ଭ କରିଥିଲା କଳା ବାଦଲ। ମୁଁ ରୁମ୍ରେ ଏକୁଟିଆ ଥିଲି। ଭିତରେ ଥିଲା କିଛି ଖୁସି ଖୁସି ଭାବ। ହଠାତ୍ କବାଟ ଖୋଲି ଭିତରକୁ ଆସିଲେ ସାବତ ବାପା। ସେ ଯାହା କହିଲେ ମୋ ରାଗ ମୁଣ୍ଡକୁ ଚଢ଼ିଗଲା। ସେ ପାଖକୁ ଆସି କହିଲେ, ବାବୁ ସହ ତୋର ବାହାଘର ହେଇପାରିବନି। ତା ବିଷୟରେ କିଛି ନ ଜାଣି ତୋ ଇଚ୍ଛାରେ ଆମେ ତୋତେ ବିବାହ ଦେଇପାରିବୁନି। ମୁଁ ଯେହେତୁ ତାଙ୍କୁ ବାପା ବୋଲି ମାନି ପାରୁନଥିଲି, ଏ କଥା ଶୁଣି ନିଜକୁ ଆଉ ନିୟନ୍ତ୍ରଣ ରଖିପାରିଲିନି। ତାଙ୍କୁ କହିଲି, ତମକୁ କିଏ ପଚାରିଲା? ଏଠାରୁ ପଳାଅ, ତମର ପରାମର୍ଶ ଲୋଡ଼ୁନି। ଏତିକି କହି ରୁମ୍ରୁ ମୁଁ ବାହାରି ଯିବାକୁ ଆରମ୍ଭ କଲି ତ ସାବତ ବାପା ମୋ ହାତକୁ ଧରି ପକାଇଲେ। ହାତକୁ ଝିଙ୍କି ଦେଇ ପୁଣି ଥରେ ଜୋରରେ କହିଲେ, ମୁଁ କହୁଛି ସେଟାରେ ତୋର ବାହାଘର ହୋଇପାରିବନି ମାନେ ହୋଇପାରିବନି। ଏଥର ତାଙ୍କ ଆଖିରେ ରାଗ ଥିବା ପରି ମୁଁ ଅନୁଭବ କରୁଥିଲି। କାଳ ବିଳମ୍ବ ନ କରି ମୁଁ ତାଙ୍କୁ କହିଲି, ମୋ ହାତ ଛାଡ଼, ମୋ ଠାରୁ ଦୂରରେ ରୁହ। ମୁଁ ତମ ପରାମର୍ଶକୁ ଉପଦେଶ ଚାହୁଁନି। ଏତିକି କହି ମୋ ରୁମ୍କୁ ପଳାଇ ଆସି କବାଟ ବନ୍ଦ କରିଦେଲି। ବାହାରକୁ ଯାଇଥିବା ମା କିଛି ସମୟ ପରେ ଫେରିଆସିଲେ। ମୋ ରୁମ୍ କବାଟରେ କରାଘାତ କଲେ ଓ ମୋ ନାଁ ଧରି ଡାକିବାରୁ ମୁଁ କବାଟ ଖୋଲିଲି। ମୋ ଭିତରେ ପ୍ରବଳ କ୍ରୋଧଜାତ ହେଉଥିଲା। ମୁଁ କହିଲି, ତୋ ସ୍ୱାମୀ ମୋ ସହ ଠିକ୍ ସେ ବ୍ୟବହାର କରୁନି। ମୁଁ ଏଗୁଡ଼ାକ ବରଦାସ୍ତ କରିପାରିବିନି। ନିଜକୁ ସେ କ'ଣ ଭାବିଛି କି? ମା ରାଗିଯାଇ କହିଲା, ଚୁପ୍ ରହ। ତାଙ୍କ ବିଷୟରେ କିଛି ବି ଇଆଡ଼ୁ ସିଆଡ଼ୁ କହିବାକୁ ଚେଷ୍ଟା କରନି। ସେ ତୋ ବିଷୟରେ ଭଲ ହିଁ ଚିନ୍ତା କରନ୍ତି। ବାପା କ'ଣ କେବେ ଝିଅର ଅମଙ୍ଗଳ ଚିନ୍ତା କରେ? ଏଇ କଥା ପଦକ ସାବତ ବାପା ସମ୍ପର୍କରେ ଶୁଣିବା ପରେ ମୋତେ ଲାଗିଲା ମା ଆଖିରେ ଯେମିତି କିଏ ଅନ୍ଧପୁଟୁଳି ବାନ୍ଧି ଦେଇଛି। ଦିନ ଗଲା। ମା ରାତିରେ ମୋ ପାଖକୁ ଆସିଲା। ବାଁରେ ହୋଇ ଇଆଡ଼ୁ ସିଆଡ଼ୁ କଥା କହିଲା। ମୋ ମନରେ ନାନା କଥା ଆସୁଥାଏ ବାବୁକୁ ନେଇ। ଭିତରେ ରାଗରେ ନିଆଁ ଜଳୁଥାଏ ମୋର। ମା କଥା ଶୁଣି କହିଲି, କ'ଣ କହୁଛୁ ସିଧା ସିଧା କହ। ଏତେ ବୁଲେଇ ବଙ୍କେଇ କହିବାର କିଛି ଦରକାର ନାହିଁ। ମା ଏଥର କହିଲା, ମୁଁ କ'ଣ କହୁଥିଲି କି, ବାବୁ ସମ୍ପର୍କରେ ସବୁ ଠିକ୍ ଠାକ୍ ଭାବେ ପଚରା ଉଚରା କରିସାରିଲୁଣି ତ? କେମିତିକା ପିଲା ସିଏ, କ'ଣ କରୁଛି କ'ଣ ନ କରୁଛି, ଅନ୍ୟାନ୍ୟ ସବୁ କଥା ପଚାରି ନେବା ଭଲ ବାହାଘର ପୂର୍ବରୁ। ଏ କଥା ପଚାରିବା ପରେ ମୋତେ ଲାଗିଲା ମାଆକୁ ସାବତ ବାପା ଯେମିତି ବାବୁ ସମ୍ପର୍କରେ ଏଣୁତେଣୁ କହି ଦେଇସାରିଛନ୍ତି। ମୁଁ ମା କଥାରେ ଚିଡ଼ି ଯାଇ କହିଲି, ବାବୁ ପାଖରେ କିଛି ଅସୁବିଧା ନାହିଁ, ତାର ସବୁ ଠିକ୍ ଅଛି। ମୋର ବି କିଛି ପ୍ରୋବ୍ଲେମ୍ ନାହିଁ ବାବୁକୁ ନେଇ। ସବୁ ଅସୁବିଧା ଅଛି ତୋ ସ୍ୱାମୀ ପାଖରେ। ସେ ମୋ ବାହାଘର କରାଇ ଦେବାକୁ ଚାହାନ୍ତି ନାହିଁ। କ'ଣ ତାଙ୍କ ମନରେ ଅଛି କେଜାଣି? ତମେ ଯିଏ ଯାହା କରୁଛ କର, ମୁଁ କିନ୍ତୁ ବାବୁ ସହ ବିବାହ କରିବି। ତାକୁ ଭଲ ପାଉଛି, ତାକୁ ନେଇ ସଂସାର ବସେଇବି। ତମେ ସାଥ ଦେବ ଯଦି ଦିଅ, ନହେଲେ ନାହିଁ। ମୋ ନିଷ୍ପତ୍ତି ଭଲ ଭାବରେ ମା ଜାଣିସାରିଥିଲା। ତେଣୁ କଥାକୁ ଆଗକୁ ନ ବଢ଼େଇ ଆମ ବାହାଘର ଠିକ୍ କରିଦେଲା। ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ମୁଁ ବାହାଘରକୁ ନେଇ ବହୁତ ଖୁସି ଥିଲି। କାରଣ ଯାହାକୁ ଭଲ ପାଉଥିଲି ତା ସହ ମୋର ବାହାଘର ହେବ। ଏକ ସୁନେଲି ସ୍ୱପ୍ନରେ ବୁଡ଼ି ରହିଥିଲି। ପ୍ରେମର ନିଶାରେ ଏକ ପ୍ରକାର ଚୁର୍ ଥିଲି। କିନ୍ତୁ ଏହି ସମୟ ଭିତରେ ସାବତ ବାପା ଭାରି ବ୍ୟସ୍ତ ବିବ୍ରତ ଥିବା ଭଳି ମୋତେ ଅନୁଭବ ହେଉଥିଲା। ଏହା ସ୍ପଷ୍ଟ ଜଣାପଡ଼ୁଥିଲା ତାଙ୍କ ମୁହଁରୁ। କାରଣ ମୋତେ ଲାଗୁଥିଲା ସେ ଯେମିତି ଚାହୁଁନଥିଲେ ମୋର ବିବାହ ସେଇଠାରେ ହେଉ। କ'ଣ ପାଇଁ କେଜାଣି ସେ ଏପରି ଭାବୁଥିଲେ ମୁଁ ବୁଝିପାରୁନଥିଲି। ଭାବୁଥିଲି ସେ ଯଦି ମୋତେ ଝିଅ ବୋଲି ଭାବୁଥାନ୍ତେ ଏମିତି କ'ଣ କରନ୍ତେ କି? ଜଣେ ବାପା ଏମିତି କାହିଁକି ଭାବିବ? କିନ୍ତୁ ସେ ମୋର ବାପା ନଥିଲେ, ତେଣୁ ମୋ ସୁଖ ଦେଖିପାରୁନଥିଲେ। ଏ କଥା ମୋ ମନକୁ ବାରମ୍ବାର ଆସୁଥିଲା। କଥାବାର୍ତ୍ତା ଅନୁଯାୟୀ ସବୁକିଛି ଆଗେଇ ଚାଲିଥିଲା। ଶେଷରେ ବିବାହ ତାରିଖ ଆସିଗଲା। ସେଦିନ ସକାଳ ହୋଇଥାଏ। ମୁଁ ବାବୁ ସହ ଲୁଚି ଲୁଚି ଟିକେ କଥା ହେଉଥିଲି। ଯେମିତି ମୋବାଇଲ ରଖିଛି, ହଠାତ୍ କେହି ଜଣେ ମୋ ମୁହଁ ଉପରେ ଏକ ରୁମାଲ ଢାଙ୍କି ଦେଲା। ସେତିକିରେ ମୁଁ ବେହୋସ ହୋଇଗଲି। ଯେତେବେଳେ ମୋର ହୋସ୍ ଆସିଲା, ନିଜକୁ ଏକ ରୁମ୍ ଭିତରେ ପାଇଲି, ଯେଉଁଠି ମୋତେ ବାନ୍ଧି ପକାଇ ଦିଆଯାଇଥିଲା। ମୋ ମୁହଁରେ ଟେପ୍ ମରାଯାଇଥିଲା। ମୁଁ କହିବାକୁ ସକ୍ଷମ ନଥିଲି। ମୁଣ୍ଡଟା ଝିମିଝିମ୍ କରୁଥିଲା। କ'ଣ ସବୁ ଘଟୁଥିଲା ଜାଣିପାରୁନଥିଲି। ମୁଁ ଏକ ପ୍ରକାର ଏପରି ଘଟଣା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲି। କାରଣ ମୋ ବିବାହ ଦିନ ମୋତେ ଏମିତି କିଏ କାହିଁକି ଉଠାଇ ଆଣିଲା, ସେଇ କଥା ଭାବି ମୋ ମୁଣ୍ଡ ଗୋଳମାଳ ହେଇଯାଉଥିଲା। ଭାବିଲି, କେହି କ'ଣ ମୋତେ ଅପହରଣ କରି ନେଇଛି କି? ଯଦି ନେଇଛି, ସେ ମୋତେ ଏମିତି ଭାବେ ରଖିଛି କାହିଁକି? କିନ୍ତୁ ଏମିତି ଭାବନା ବେଶୀ ସମୟ ରହିଲା ନାହିଁ।
କିଛି ସମୟ ଉତାରୁ ମୋ ରୁମ୍ର କବାଟ ଖୋଲିଲା। ମୋ ସାମ୍ନାରେ ଥିଲେ ସାବତ ବାପା। ଏଥିରୁ ସ୍ପଷ୍ଟ ହୋଇଗଲି ଯେ ଏହିସବୁ କର୍ମକାଣ୍ଡ ପଛରେ ଥିଲେ ସିଏ, ଯାହାଙ୍କୁ କଦାପି କେବେ ବି ପସନ୍ଦ କରୁନଥିଲି ମୁଁ। ତେବେ ସିଏ ଏପରି କରିବା ପଛର କାରଣ କ'ଣ? କ'ଣ ଥିଲା ତାଙ୍କର ଉଦ୍ଦେଶ୍ୟ? ଏତେ ତଳକୁ ସେ କାହିଁକି ଖସିଗଲେ? ସାବତ ବାପା ପୁଣି ଅପହରଣ? ଏ କେମିତିକା କଥା? ମୁଁ ଏକଥା କିଛି ବୁଝିପାରୁନଥିଲି। କିଛି ଗୋଟେ ଷଡ଼ଯନ୍ତ୍ର ଚାଲିଥିବା ମୋତେ କାହିଁକି ଲାଗିଲା। ସାବତ ବାପା ଏପରି କରିବେ କେବେ ଭାବିପାରିନଥିଲି। ଏପରି କରିବା ପଛରେ କାରଣ କ'ଣ ଭାବୁଥିଲି। ମୋ ଭାବନାରେ ପୂର୍ଣ୍ଣଚ୍ଛେଦ ପକାଇ ସେ ଏଥର କହିବାକୁ ଲାଗିଲେ, ତୋର ବାହାଘର ମୁଁ ସେ ବାବୁ ସହ କଦାପି ହେବାକୁ ଦେବିନି। ତୋ ମର୍ଜିରେ ସବୁ କିଛି ହେବନି। ତୁ ଯାହା ଭାବୁଛୁ ଭାବ। କିଛି କଥା ବଡ଼ମାନଙ୍କର ମାନିବା ଜରୁରୀ। ତାଙ୍କ ହାତରେ ଥିଲା ଖାଇବା ଥାଳି। ମୋ ପାଖକୁ ଆସିଲେ, ମୁହଁରେ ବନ୍ଧା ଯାଇଥିବା ଟେପ୍ ଖୋଲିଦେଲେ। ଟେପ୍ ଖୋଲିବା ପରେ ମୁଁ ଉତ୍କ୍ଷିପ୍ତ ହୋଇ ପଚାରିଲି, କ'ଣ ଚାହୁଁଛ ତୁମେ? ବାବୁ ସହ ମୋ ବିବାହରେ ତମକୁ କାହିଁକି ଏତେ ଅସୁବିଧା ହେଉଛି? କାହିଁକି ମୋତେ ବାନ୍ଧି ରଖିଛ? ତମେ ଯାହା କରୁଛ କର, ତମ ଉଦ୍ଦେଶ୍ୟ ପୂରଣ ହେବନି। ମୁଁ ବାବୁକୁ ହିଁ ବାହା ହେବି। ପୂର୍ବରୁ ଜାଣିଥିଲି, ଆଜି ବି ଜାଣିଲି, ଏହା ହେଉଛି ତମର ଅସଲ ରୂପ। ତୁମର ବାପା ହେବାର ଯୋଗ୍ୟତା ନାହିଁ। ସାବତ ବାପା କେବେ ବାପା ହୋଇପାରେ ନା। ହଜାରେ ପ୍ରୟାସ କଲେ ବି ଧରା ପଡ଼ିଯାଏ। ଯେମିତି ଆଜି ପୁଣି ଧରା ପଡ଼ିଯାଇଛି ତମର ଷଡ଼ଯନ୍ତ୍ର। ମୋର ସ୍ୱର ଟିକିଏ ତୀବ୍ର ହେବାରୁ ସେ ମୋ ମୁହଁରେ ପୁଣି ଥରେ ଟେପ୍ ଲଗାଇଦେଲେ। ମୁଁ ଛାଟିପିଟି ହେଲି। ତାହା କିଛି କାମ କଲାନି। ଆଜି ରାତିରେ ମୋର ବାହାଘର ଥିଲା। ମୁଁ କିନ୍ତୁ ଗୋଟେ ରୁମ୍ରେ ବନ୍ଧା ପଡ଼ିଥିଲି। ଏ ଅସହାୟ ସମୟରେ ମୋ ଆଖିରୁ ଅନବରତ ଲୁହ ବାହାରି ଯାଉଥିଲା। ମୋର ଏ ଅବସ୍ଥା ପାଇଁ ମା ଉପରେ ରାଗ ଆସୁଥିଲା। ମନରେ ଗୋଟିଏ କଥା ଆସୁଥିଲା, ମା କାହିଁକି ଦ୍ୱିତୀୟ ବିବାହ କଲା ଏଇଭଳି ଲୋକକୁ? ରାତି ବଢ଼ିବା ସହ ପୁଣି ଥରେ ସାବତ ବାପା ଆସିଲେ ଆଉ କହିବାକୁ ଲାଗିଲେ, ମୁଁ ଜାଣିଛି ତୋର ବାହାଘର ଥିଲା, କିନ୍ତୁ ମୁଁ ଚାହୁଁନଥିଲି ତୋର ବାହାଘର ହେଉ। ଏପରି କରିବା ପଛରେ କାରଣ କ'ଣ ଜାଣୁ? ବାବୁ ଗୋଟେ ଭଲ ପିଲା ନୁହେଁ। ସେ ଗୋଟେ ବଡ଼ ଠକ। ତୋତେ ଧୋକା ଦେଉଥିଲା। ତୁ କ'ଣ ଜାଣିଛୁ, ବାବୁ ପୂର୍ବରୁ ବିବାହ କରିସାରିଛି। ତୋତେ ସରଳିଆ ଦେଖି ଧୋକା ଦେବାକୁ ବସିଥିଲା। ବାବୁ ନିଜ ସମ୍ପର୍କରେ ଯାହା ସବୁ କହିଛି ମିଛ ହିଁ କହିଛି। ବାବୁ ସହ ସେଥିପାଇଁ ତୋର ବାହାଘର ଚାହୁଁନଥିଲି। ମୁଁ କହିବା ପରେ ବି ତୁ ଯେହେତୁ ମାନିଲୁନି, ବାଧ୍ୟ ହୋଇ ଏପରି କରିବାକୁ ପଡ଼ିଲା। ଖାଲି ଏତିକି ନୁହେଁ, ତୋ ଭଲ ପାଇଁ ଯାହା କରିବାକୁ ପଡ଼ିବ ତାହା ମୁଁ କରିବି। 3 ବର୍ଷ ପୂର୍ବେ କୌଣସି କାମ ପାଇଁ ମୁଁ ବଡ଼ ସହରକୁ ଯାଇଥିଲି। ସେଇଠି ଏକ ହୋଟେଲରେ ଜଣେ ଯୁବତୀ ସହ ବାବୁକୁ ଦେଖିଥିଲି। ଏସବୁ ତୋତେ ମିଛ ଲାଗୁଥାଇପାରେ, କିନ୍ତୁ ମୋର ଏସବୁ ମନେ ଅଛି, କାରଣ ସେ ଯୁବତୀ ମୋର ଜଣେ ବନ୍ଧୁଙ୍କ ଚିହ୍ନା ପରିଚିତ। ତୋତେ ଭଲ ପାଇବା ସମୟରେ ବି ବାବୁ ସେଇ ଯୁବତୀ ସହ ସମ୍ପର୍କରେ ଥିଲା। ଏ ନେଇ ଯୁବତୀ ଜଣଙ୍କୁ ବନ୍ଧୁଙ୍କ ଜରିଆରେ ପଚାରିଥିଲୁ, କିନ୍ତୁ ସେ କିଛି କହିବାକୁ ଉଚିତ ମନେ କଲେନି। ବାବୁ ଆମ ଘରକୁ ଆସିବା ବେଳେ ମୁଁ ତାକୁ ଠିକ୍ ସେ ଚିହ୍ନି ପାରିଥିଲି। ସେଥିପାଇଁ ତା ସହ ତୋର ବିବାହ ନ ହେଉ ମନେ ମନେ ଚାହୁଁଥିଲି। ମୁଁ ଜାଣେ ତୁ ମୋତେ ବାପା ବୋଲି ସ୍ୱୀକାର କରୁନି, ପିଲାବେଳୁ ଘୃଣା କରୁ, ମାତ୍ର ମୁଁ ସବୁବେଳେ ତୁ ମୋର ଝିଅ ବୋଲି ଭାବି ଆସିଛି। ତୁ ଯାହା କହ, ମୁଁ ତୋ ବାପା ହିସାବରେ ଯାହା ଉଚିତ ସେଇଆ କରିବି। ତୋ ଦୁଃଖ ଦେଖିଲେ ମୁଁ ଦୁଃଖୀ ହେବି, ତୋ ଖୁସି ଦେଖିଲେ ମୁଁ ଖୁସି ହେବି, କିନ୍ତୁ ଜାଣିଶୁଣି ଦୁଃଖ ଭିତରକୁ ତୋତେ ଠେଲି ଦେଇ ପାରିବିନି। ତୋ ଭଲ ପାଇଁ ଯାହା କରିବା କଥା କରିବି। ତୁ ଯାହା ଭାବୁଛୁ ଭାବ, ଯାହା କହୁଛୁ କହ, ମୋର ସେଥିକୁ ଚିନ୍ତା ନାହିଁ। ବାବୁ ସମ୍ପର୍କରେ କାଲି ସକାଳେ ତୁ ଭଲ ଭାବେ ଜାଣିବୁ। ଅପେକ୍ଷା କର। ଆଉ ଆଜି ତୋତେ ଏଇଠି କାଟିବାକୁ ପଡ଼ିବ। ତୋତେ ମୁଁ ଯିବାକୁ ଦେବିନି। ଏତିକି କହି ସେ ବାହାର ପଟୁ କବାଟ ଦେଇ ସେଠାରୁ ଚାଲିଗଲେ। ମୁଁ ସେଇ ଘରେ ପଡ଼ି ରହିଲି। ସକାଳ ହେଲା। ମୋ ପାଖକୁ ସାବତ ବାପା ଓ ମା ପହଞ୍ଚିଲେ। ମା ମୋ ହାତ ଗୋଡ଼ରୁ ଦଉଡ଼ି ଖୋଲିଦେଲା। ମୁହଁରୁ ଟେପ୍ ବାହାର କରିଦେଲା। ମୁଁ ମାଆକୁ କହିଲି, ଦେଖ, ତୁ ସ୍ୱାମୀ କହୁଥିବା ସେଇ ଲୋକଟା ମୋ ସହ କ'ଣ କରିଛି। ଏ ପର୍ଯ୍ୟନ୍ତ ସେମାନଙ୍କ କୌଣସି କଥାକୁ ମୁଁ ବିଶ୍ୱାସକୁ ନେଉନଥିଲି, କିନ୍ତୁ ହଠାତ୍ କବାଟ ଖୋଲି ଭିତରକୁ ଆଉ ଜଣେ ମହିଳା ଚାଲି ଆସିଲେ। ଆଉ ତାଙ୍କ ହାତରେ ଥିଲା ଗୋଟେ ଛୋଟ କୁନି ଛୁଆ। ସେ ମହିଳା ଜଣଙ୍କ ଏଥର କହିବାକୁ ଲାଗିଲେ, ତମ ବାପା ମା ଯାହା କହୁଛନ୍ତି ଠିକ୍ କହୁଛନ୍ତି। ତମେ ଯାହାକୁ ବିବାହ କରିବାକୁ ଚାହୁଁଥିଲ ସେ ଗୋଟେ ବଡ଼ ଧୋକାବାଜ। ବାବୁ ମୋତେ ବି ଧୋକା ଦେଇଛି। ନାନା ବାହାନା କରି ମୋ ସହ କୋର୍ଟରେ ବିବାହ କରିଛି ତାର ଏ ପିଲା। ସେ ମୋତେ ଏବେ ଧରାଛୁଆଁ ଦେଉନି। ସେ ଅନାଥ ନୁହେଁ, ତା ପରିବାରରେ ସମସ୍ତେ ଅଛନ୍ତି। ବାହାର ଲୋକଙ୍କ ଭାବାବେଗ ସହ ଖେଳୁଛି ବାବୁ।
ସେ ନୂଆ ନୂଆ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇ ଏମିତି କୋର୍ଟରେ ବିବାହ କରୁଛି। ଏଥର ତମ ପାଳି ଥିଲା। ମୋ ଆଖି ଆଗରେ ଛିଡ଼ା ହୋଇଥିବା ମହିଳା ଆଉ ତାଙ୍କ କୋଳରେ ଥିବା କୁନି ଛୁଆକୁ ଦେଖି ମୋତେ କାହିଁକି ଏଥର ସେମାନଙ୍କ କଥା ଉପରେ ବିଶ୍ୱାସ ଆସିବାକୁ ଲାଗିଲା। ମୋ ମନରେ ଆସିଲା, ବାବୁ ଯଦି ଏ ମହିଳାଙ୍କୁ ବିଶ୍ୱାସଘାତକତା କରିଛି, ମୋତେ ବି ଧୋକା ଦେବ। ଏ କଥା ଅସମ୍ଭବ ନୁହେଁ। ବାବୁ ତାହେଲେ ମୋ ସହ ମିଛର ନାଟକ କରିଛି ଆଜି ଯାଏଁ, ଯାହାକୁ ମୁଁ ଜୀବନସାଥୀ କରିବି ବୋଲି ଜିଦ୍ ଧରି ବସିଛି ଘରେ। ମୋତେ ସବୁ କେମିତି କେମିତି ଲାଗିଲା। ମୁଁ କାଳ ବିଳମ୍ବ ନ କରି ବାବୁ ମୋବାଇଲକୁ ଫୋନ୍ କରିବାକୁ ଚେଷ୍ଟା କଲି, କିନ୍ତୁ ସେତେବେଳକୁ ବାବୁର ମୋବାଇଲ ନମ୍ବର ଆଉ କାମ କରୁନଥିଲା। ସେପଟୁ ଏକ ସ୍ୱର ଭାସି ଆସୁଥିଲା, ଯାହା ମୋବାଇଲ ସୁଇଚ୍ ଅଫ୍ ଅଛି ବୋଲି କହୁଥିଲା। ବୋଧହୁଏ ବାବୁ ବି ଜାଣିସାରିଥିଲା ଯେ ତା ପ୍ରକୃତ ସତ ପଦାକୁ ଆସିସାରିଛି। ସେ ସେଇଥିପାଇଁ ମୁହଁ ଲୁଚାଇବାକୁ ଚାହୁଁଥିଲା, ତେଣୁ ଫୋନ୍ ଅଫ୍ କରିଦେଇଥିଲା। ମୁଁ ଏକ ପ୍ରକାର ଚୁପ୍ ପଡ଼ିଯାଇଥିଲି। ମୋ ବିଶ୍ୱାସ ଭାଙ୍ଗି ଚୁରମାର ହୋଇଯାଇଥିଲା। ବାବୁର ବିଶ୍ୱାସଘାତକତାରେ ଧୂଳିସାତ୍ ହୋଇସାରିଥିଲା ମୋର ଦୃଢ଼ତା। ଏହି ଘଟଣା ପରେ ସାବତ ବାପା ମୋ ସହ ଆଉ କିଛି କଥା ହେଲେନି। ପୂର୍ବରୁ ଯେମିତି ଥିଲେ ସେମିତି ରହିଲେ, ଯେମିତି କିଛି କଥା ହିଁ ଘଟିନି। ମୋ ଭୁଲ ପାଇଁ ମୁଁ ଅନୁତପ୍ତ ହେଉଥିଲି। 5 ଦିନ ପରେ ତାଙ୍କର ଜନ୍ମଦିନ ଥିଲା। ମୁଁ ପ୍ରଥମ ଥର କେକ୍ ତିଆରି କରି ତାଙ୍କୁ ସରପ୍ରାଇଜ୍ ଦେଲି। ତାଙ୍କୁ କହିଲି, ହାପି ବାର୍ଥଡେ ବାପା। ମୁଁ ଏତିକି କହିଛି କି ନାହିଁ, ତାଙ୍କ ଆଖିକୁ ଲୁହ ଚାଲି ଆସିଲା। ବର୍ଷ ବର୍ଷ ଧରି ଭାବାବେଗକୁ ଚାପି ରଖିଥିଲେ ବୋଧେ। ସେଥିପାଇଁ ସାବତ ବାପା ଭୋ ଭୋ ହୋଇ କାନ୍ଦି ପକାଇଲେ। କହିଲେ, ଝିଅ, ମୋ ଜୀବନରେ ଆଉ କିଛି ଲୋଡ଼ା ନାହିଁ। କିଛି ଅଭିଯୋଗ ବି ନାହିଁ ଜୀବନ ବିରୋଧରେ ଆଉ। ତୁ ମୋତେ ବାପା ବୋଲି ଡାକିଲୁ, ସେତିକି ଶୁଣିବାକୁ ଚାହୁଁଥିଲି। ସେଇଠି ନିଜକୁ ନିଜେ ଚିହ୍ନିଲି, ଜାଣିଲି ପ୍ରକୃତରେ ମଣିଷ ଚିହ୍ନିବାକୁ ମୁଁ ଏବେ ବି ଅପରିପକ୍ୱ। ଯାହାଙ୍କୁ ଭଲ ଭାବୁଥିଲି ସେ ବିଶ୍ୱାସରେ ଧୋକା ଦେଇ ଚାଲିଗଲା। ଆଉ ଯାହାଙ୍କୁ ବିଶ୍ୱାସ କରୁନଥିଲି ସେ ବଡ଼ ଦୁର୍ଯୋଗରୁ ବଞ୍ଚାଇ ଦେଲେ। ପୁଣି ଯାହାଙ୍କ ପାଖେ ପାଖେ ରହିଲି, ସାବତ ବାପା ହେଲେ ବି ଏତେ ଭଲ ପାଇବା ଦେଉଥିଲେ, ମାତ୍ର ମୁଁ ତାଙ୍କୁ କଦାପି ସମ୍ମାନ ଦେଇପାରିଲିନି। ମୋ ସାବତ ବାପା ହେଲେ ବି ସେ ମୋତେ ନୂଆ ଜୀବନଟିଏ ଦେଲେ। ଅବିଶ୍ୱାସରେ ଗଢ଼ିବାକୁ ଯାଉଥିବା ସଂସାର ଭାଙ୍ଗିବା ଆଗରୁ ବଞ୍ଚାଇ ଦେଲେ, ଯାହା ମୋ ପାଇଁ ବଡ଼ ଶିକ୍ଷା ଥିଲା। ଆଶା କରୁଛୁ ଏ କାହାଣୀଟି ଆପଣଙ୍କୁ ବହୁତ ପସନ୍ଦ ଆସିଥିବ। ଆଗକୁ ଏଇଭଳି ଅନେକ ଭିଡ଼ିଓ ଆମେ ଆଣିବାକୁ ଲକ୍ଷ୍ୟ ରଖିଛୁ। ଆମର ଏହି ଚ୍ୟାନେଲକୁ ଆପଣମାନେ ଭଲ ପାଇବା ଦେବେ। ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଯାହାଫଳରେ ଆମେ ଅପଲୋଡ଼ କରୁଥିବା ପ୍ରତ୍ୟେକଟି ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ସଙ୍ଗେ ସଙ୍ଗେ ପହଞ୍ଚି ପାରିବ। ଆମ ଭିଡ଼ିଓକୁ ଲାଇକ୍ କରିବେ ଏବଂ ବେଲ୍ ଆଇକନ୍କୁ ଦବାଇ ଦେବେ, ଯାହାଫଳରେ ଆମେ ଆପଣଙ୍କ ଭଲ ପାଇବାକୁ ଅନୁଭବ କରିବୁ। ଏଥିସହ ନୂଆ ଉଦ୍ଦୀପନା ସହ ନୂଆ ନୂଆ କାହାଣୀ ଭେଟି ଦେବାକୁ ଭରପୁର ପ୍ରୟାସ କରିବୁ। ଧନ୍ୟବାଦ।